ସମସ୍ତଙ୍କୁ ମୋର ନମସ୍କାର। ଆଜି ଆମେ ସ୍ୱାମୀ ସ୍ତ୍ରୀ ଦୁହେଁ ମାର୍କେଟ ବୁଲି ବାହାରିଲୁ। ମୁଁ ଆଙ୍କୁ କହିଲି ମାର୍କେଟ ଗଲାବେଳେ ଚାଲୁନ ଟିକେ ମନ୍ଦିରକୁ ଯିବା। ଆଙ୍କେ କହିଲେ ହଉ ଚାଲେ ଯିବା। ତାପରେ ଆମେ ମନ୍ଦିରରେ ଆସିକି ପହଞ୍ଚିଗଲୁ। ଏ ମନ୍ଦିରକୁ ଦେଖିଲେ ଆଜ୍ଞା ମୋତେ ମୋ ଗାଁ କଥା ବହୁତ ମନେ ପଡ଼ିଯାଏ। କାହିଁକିନା ମୋ ଗାଁରେ ବି ସେମ୍ ରାମ ମନ୍ଦିର, ଶିବ ମନ୍ଦିର, ହନୁମାନ ମନ୍ଦିର ଅଛି। ତାପରେ ଆମେ ଠାକୁରଙ୍କ ଦର୍ଶନ କଲୁ। ହଁ ଆଜ୍ଞା, ମନ୍ଦିର ଆସିଲେ ଯେଉଁ ଶାନ୍ତି ଆଉ କେଉଁଠି ବି ନାହିଁ। ମନରେ ଯେତେ ଦୁଃଖ, କଷ୍ଟ, ରାଗ, ରୁଷା ଯାହା ବି ଥାଉ ନା କାହିଁକି ଠାକୁରଙ୍କ ପାଖକୁ ଆସି କହିଦିଅନ୍ତୁ, ଆପଣଙ୍କୁ ହାଲକା ଲାଗିବ ଆଉ ଶାନ୍ତି ମଧ୍ୟ ଲାଗିବ। ତାପରେ ଆମେ ଠାକୁରଙ୍କ ଦର୍ଶନ କରୁ କରୁ ଠାକୁରଙ୍କ ଆଳତି ଆରମ୍ଭ ହେଇଗଲା। ତାପରେ ଆମେ ଏଠି ଠାକୁରଙ୍କ ଆଳତି ନେଇ ବାହାରିଗଲୁ ମାର୍କେଟ ବୁଲି। ମାର୍କେଟ ଆସିଛୁ ଯେତେବେଳେ କିଛି ଖାଇକି ଯିବୁ ନା। ଯେହେତୁ ମୋ ସ୍ୱାମୀଙ୍କ ସବୁଠୁ ଫେଭରେଟ୍ ଚାଟ୍, ଆମେ ଚାଟ୍ ଦୋକାନରେ ପହଞ୍ଚିଲୁ, କିନ୍ତୁ ଦୁର୍ଭାଗ୍ୟବଶତଃ ସେଇଠି ଚାଟ୍ ସରିଯାଇଥିଲା। ତାପରେ ଆମେ ଆସି ପହଞ୍ଚିଲୁ ଛୋଲେ ଭଟୁରେ ଦୋକାନରେ। ଦେଖନ୍ତୁ ଏଇ ଦୁଇଟି ବଡ଼ ବଡ଼ ପୁରୀ ଖାଇ ଆମ ସ୍ୱାମୀ ସ୍ତ୍ରୀଙ୍କ ପେଟ ଭର୍ତ୍ତି ହେଇଗଲା। ତାପରେ ଆମେ ଆସି ପହଞ୍ଚିଲୁ ଡ୍ରିଙ୍କ୍ସ ଦୋକାନରେ। ମୋ ସ୍ୱାମୀ ଏଇଠି ଗୋଟେ ଗ୍ରୀନ୍ କଲର୍ ଡ୍ରିଙ୍କ୍ସ ମଗେଇଲେ। ଏଇ ଡ୍ରିଙ୍କ୍ସକୁ କ'ଣ କୁହନ୍ତି ଆପଣ କମେଣ୍ଟରେ ନିଶ୍ଚୟ ଜଣାଇବେ। ତାପରେ ଡ୍ରିଙ୍କ୍ସ ବି ଆମେ ସ୍ୱାମୀ ସ୍ତ୍ରୀ ଦେଇ ଘରକୁ ପ୍ରତ୍ୟାବର୍ତ୍ତନ କଲୁ। ଯଦି ମୋ ଭିଡ଼ିଓ ଭଲ ଲାଗିଥିବ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। ରହିଲି, ନମସ୍କାର।